ମୁଁ ଝିଅଟିଏ। ମା ଗର୍ଭକୁ ଆସିବା ପରଠୁ ହିଁ ମୁଁ ଅଲୋଡ଼ା। ମୁଁ ଏବେ ପରିଣତ ବୟସର ପକ୍ଷୀଟିଏ ସିନା, ହେଲେ ତଥାପି ଉଡ଼ିବାକୁ ଡର। ଏକ ଭୟ ଓ ଲଜ୍ଜାର ଆକାଶରେ ଅନୁଭବୀ ହୋଇଛି ଯଦିଓ କାଳେ ଗୋଟିଯିବ ମେଘ, ଚମକି ପଡ଼ିବି ସେ ବିଜୁଳିର ଚମକରେ। ଆହତ ହୋଇଯିବ, ଫୁଟି ଫୁଟି ଅଟକି ଯିବ ଏ ଦୁନିଆରେ ମୋର ସ୍ୱର। ସତରେ ଝିଅ କ'ଣ ଗୋଟେ ଜଞ୍ଜାଳ ନା ବୋଝ? ସେ ଏବେ ପରିଣତ ବୟସର ଭୟଭୀତ ପକ୍ଷୀ, ଭୟଭୀତ ତା ନିଜ ଲୁହରେ ଆଉ ଦେହରେ। ଲୁଚେଇ ଦେଉଛି ସେ ନିଜକୁ, ଲୁହକୁ ଆଉ ତା'ର ଦେହକୁ। ଯେମିତି ଯୌବନ ତା'ର ଏକ ଭୁଲ, ଭୁଲ ତା'ର ହସ, ଭୁଲ ତା'ର ଚମକ ରୂପ। ତାକୁ ବାଟ ଚାଲିବାକୁ ଅଛି, ସେ ଚାଲୁଛି। ବାସ୍ ଥକି ପଡ଼ିଛି କିଛି କୁକୁରଙ୍କ ଡିମା ଆଖିରେ, ଆଉ କାପୁରୁଷଙ୍କର ବିକଳାଙ୍ଗ ଚେହେରାରେ। ନାରୀ ଓ ପୁରୁଷ ଦୁଇଜଣ ଯଦିଓ ମଣିଷ, ସେମାନଙ୍କଠାରୁ ମଣିଷ ହିଁ ଜନ୍ମ ନିଏ। କିନ୍ତୁ ଆଜିକା ସମାଜରେ ନାରୀକୁ ଅଲୋଡ଼ା ଏବଂ ଅଦରକାରୀ ବୋଲି ଘୋଷଣା କରାଯାଉଛି। ଝିଅଟିଏ ଜନ୍ମ ହେବା ପରେ ଇଜ୍ଜତ ମହତରର ବୋଝ ଲଦି ଦିଆଯାଏ। ହଁ, ମୁଁ ଝିଅଟିଏ।